ଜୟ ଜଗନ୍ନାଥର ନେବା କଥା ନୁହେଁ ବି ନେଉଛି ଜୟ ଜଗନ୍ନାଥ। ଆବେ ଲେସେନ୍ କ'ଣ ବହୁତ ଭଲ କଥାବାର୍ତ୍ତା କରୁଛ ଝିଅ। ହେଁ ତୁ କେଉଁଥିରୁ ଘରୁ ଜନ୍ମ ହେଇଛୁ କ'ଣ କହିଲୁ? ର ଚଷମାଟା ପିନ୍ଧେ। ଝିଅ ମୋର ଝୁଅ ଦୁଇଟା ବୋଲି ତୁ କହିଦେଲୁ। ହଁ ତାର ଦୁଇଟା ଝୁଅ କେଉଁ ପୁଅ ଅଛି? ଏବେ ସାଲା ଝିଅ ହିଁ ଭଲ, ଝୁଅ ହିଁ ଭଲ। ଝୁଅର ଝୁଅ ହେଇଛି ତାକୁ ପଚାରି ଦେ ଝୁଅ ଭଲ କି ପୁଅ ଭଲ। ସମେତେ ଦୁନିଆରେ ଭଲ, ପୁଅ ବି ଭଲ ଝୁଅ ବି ଭଲ। ଯେଉଁ କିଟି ସାଇଜ କଥାବାର୍ତ୍ତା କଲୁ ତାର ତ ପୁଅ ନାହିଁ ଝୁଅ। ଇଏ ହେଇଗଲା ମୋର ଝୁଅ ହେଲା କ'ଣ ହେଲା? ଦୁଇଟା ସୁନ୍ଦରା ଝୁଅ ହେଇଛି। ପାଠ ପଢ଼ାଇବି ଭଲ ମଣିଷ କରିବି। ଆଉ ତୁ କ'ଣ କହିଲୁ? ଝିଅ ତୁ ଯେଉଁ ବାହା ହେଇକି କରିକି ପୁଅ କର, ତାପରେ ଦେଖିବା କାହାର ମୁଁ ତ ଆଜି ଜୀବନ କାଲିକି ନାହିଁ। କହିଲୁ ଝିଅ ଖରାପ। ମୁଁ ମେସେଜ୍ କରୁଛି ସମିତିକୁ ଜୟ ଜଗନ୍ନାଥ। ଯେତିକି କହିଛି ସେ ପିଲା ପାଇଁ ଠିକ୍। ଆଉ ଝିଅ ଯେବେ ହେଇଛି ଠିକ୍ ଅଛି। ଆମର ଦୁଇଟା ଝିଅ ହେଇଛି। ଆମେ ଝିଅ ବହୁତ ଭଲ ଆଉ ପୁଅ ବି ବହୁତ ଭଲ। ଯାହାର ଝିଅ ହେଇଛି ଆଉ କ'ଣ ସେ ଦୌଡ଼ା ଦେଇ ମରିଯିବ? ତ ବଡ଼ ତୁମେ ପୁଅକୁ ବଡ଼ ବଡ଼ କରିକି ଚାକିରି ଫାକିରି କରିବ। ଆମେ ଝିଅକୁ ବଡ଼ ବଡ଼ କରିକି ଦେବୁ କେଉଁଠିକି? ଶାଶୁ। ଏଇଗୁଡ଼ା କଥା ଆଉ କ'ଣ? ତୁମେ ପୁଅ ତୁମକୁ ପୋଷିବ ଆମକୁ ପୋଷିବନି ତ? ଆମ ଝିଅ ପର ଘରକୁ ପଡ଼ିଲେ ଆମେ ସ୍ୱାମୀ ସ୍ତ୍ରୀ ଯାକ ଯେତିକି ଦିନ ବଞ୍ଚିବା କଥା ବଞ୍ଚିବୁ। ମୋତେ ଆଜି ଖରାପ ଲାଗିଲା ତାପରେ ବହୁତ ଖୁସି ଲାଗିଲା। ହଉ ଆମର ଝୁଅ ହେଲେ କ'ଣ ହେଇଗଲା? ଝୁଅ ଦୁଇଟା ଅଛି। ସେ କହିଲା ତୋର ଝୁଅ ଦୁଇଟା କେଉଁଠି ପୁଅ ଅଛି ଜାଣିବୁ? କ'ଣ ବିହନ ପକେଇବି? ନାଇଁ ବିହନ ପକେଇବିନି। ସେଇ ଦୁଇଟା ଝୁଅ ବହୁତ ଭଲ। ଆଉ ବାପାମାନଙ୍କୁ ଜଣାଇ ଯାଉଛି ଯେତିକିରେ ଯାହାର ଝୁଅ ହେଇଛି ସେ ବହୁତ ଭାଗ୍ୟବାନ। ଝୁଅ ହିଁ ଭଲ। କେହି ନଷ୍ଟ କରନ୍ତୁନି କି କାହାକୁ ବାଡ଼ାବାଡ଼ି କରନ୍ତୁନି। ଝିଅ ତୁମେ ଝିଅ କିଛି କରିପାରିବେ, ଝିଅ ସବୁ କରିପାରିବେ। ପାଠ ପଢ଼ାଇଲେ ସବୁ କରିପାରିବେ। ଆଉ ସେଇ ପିଲାକୁ କହିଦେଉଛି ଭାଇ ତୁ ଜନ୍ମ କରିସାରେ, ବାହା ହେଇକି ଜନ୍ମ କରିସାରେ, ତୋର ଝୁଅ ହେଉଛି କି ପୁଅ ହେଉଛି। ମୁଁ ସେଇ ଯାକେ ଦେଖିଲି ଆଉ ଥରେ ଚଷମା ପିନ୍ଧିଦେଲି। ଆଉ ସେଇ ଯାକେ ତତେ ଅନେଇଲି ତୋର କ'ଣ ହେଉଛି। ତୋର ଯେବେ ଝୁଅ ହେଲା ତୁ ଶଳା ନଣ୍ଡା ହେବୁ। ତୋର କୁଆଡ଼େ ଖାଲି ପୁଅ ଜ୍ଞାନ। ଆଉ ଥରେ ବି ଚଷମା ପିନ୍ଧିଦେଲି।